दे अरे ये क्या का बसी का কথা বাবুটা মো বড় ফার্মাসে চাকরি পাই যাইছি আমার ভাব রইবনি মানা তুমি সত্য কହୁଛ না মু সত্য কହୁছি তুমি চাকরি পাইছ আমার ଆଉ କିଛି ଅଭାବ ରହିବନି দেখো ইতি তুমি মতে বাহালা পরে ତମକୁ ଗୋଟେ ଭଲ ଶାଢ଼ୀ ଖଣ୍ଡେ କିଣି ପାରିଛି ନା ଦୁଇବେଳା ଦୁଇ ମୁଠା ଭଲ କିଣି ଖାଇବାକୁ ଦେଇଛି ପାରୁଛ ତ ମତେ ଅଭିଶାପ ଦିଅ ଇତି ମତେ ଅଭିଶାପ ଦିଅ ମୋ ଅପାରଗତା ଆଉ ମୋ ପୁରୁଷ ପଡ଼ିଆକୁ ମୁଁ ଆଜି ଧିକ୍କାର କରି କହୁଛି ଆଜିଠାରୁ ଏ ପରିବାରର ସମସ୍ତ ଦାୟିତ୍ୱ ମୋ ମୁଣ୍ଡରେ ବହିବି ଏ ମନୋଜ ମୋ କଥା ଶୁଣିଲଣି ସେପଟେ ଦେଖିଲଣି ତମ ଭଉଣୀର ଅବସ୍ଥା କଣ ହେଲାଣି ବାର ଲୋକ ବାର କଥା କହୁଛନ୍ତି ଏମିତି ଗୋଟେ ବଢିଆ ଝିଅକୁ ଆମେ ମୁଣ୍ଡରେ ମୁଣ୍ଡ ନେଇକି ବାଟ ଚାଲିପାରିବା ତ ତମେ କୁହ ସବୁ ବୁଝୁଛି ଇତି ମୁଁ ବେସାରା ହେଇଯାଇଛି କିଛି କରିପାରୁନି ମୁଁ କିଛି କରିପାରୁନି ଏ ମାନସ ମୋ କଥା ମାନ ତମେ ଯୋଉ ଫାର୍ମ ହାଉସରେ ଚାକିରି କରିଛ ସେ ମାଲିକଠୁ କିଛି ଟଙ୍କା ଧାର ନେଇ ଆସ ଆଉ ତମ ଭଉଣୀର ବାହାଘରଟା ସାରି ଦିଅ ଆଉ ଦେଖିବ ଦିନ ଦିନକରେ ତମର ସବୁ ସମସ୍ୟାର ସମାଧାନ ହେଇଯିବ ଆଉ ତମ ମୁଣ୍ଡର ବୋଝଟା ହାଲକା ହେଇଯିବ ଆଉ ତା ନହେଲେ ତମ ଭଉଣୀଟା ଆତ୍ମହତ୍ୟା କରିବ ନହେଲେ ଘର ଛାଡି ସବୁଦିନ ପାଇଁ ଚାଲିଯିବ ଠିକ ଅଛି ତମେ ଯଦି କହୁଛ ତମ କଥାରେ ମୁଁ ରାଜି ମନୋଜ ମୁଁ ଦେଖୁଛି ତମେ କାମର ପୁରା ପଞ୍ଚୁଆଟେ କାହିଁ ହଁ ସାର୍ ଆଜ ଫାର୍ମର୍ସ ବାସ ଶୁଣିଲି ତମେ କୁଆଡେ ଲବୁକରେ ମ୍ୟାରେଜ କରିଛ ହଁ ସାର୍ ସେଇଥିପାଇଁ ତମ ଶ୍ୱଶୁରଙ୍କ ସହିତ ତମର ଟିକେ ପ୍ରୋବ୍ଲେମ ଅଛି ସାର୍ ସାର୍ ମୁଁ ଆପଣଙ୍କୁ ଗୋଟେ କଥା କହିବାକୁ ଚାହୁଁଥିଲି ସାର୍ କି କଥା କୁହ ହେ ସାର୍ ଆପଣ ତ ନୂଆ କରି ଫାର୍ମ ହାଉସ ଦାୟିତ୍ୱ ନେଇଛନ୍ତି ସାର୍ ସେଇଥିପାଇଁ କଥାଟା କହିବାକୁ ସାହସ ହଉନି ସାର୍ କେବେ ପାଇଁ ସାହସ ହଉନି ଏ ସାହସ ତମେ କୁହ ହେ ସାର୍ ଆପଣ ମତେ ବଞ୍ଚେଇ ଦିଅନ୍ତୁ ସାର୍ ଉଠ ହେ କଥାଟା କଣ ହେଇଛି କୁହ ହେ ସାର୍ ମୋର ଗୋଟେ ବୋଲି ଭଉଣୀ ସାର୍ ପାଖ ଗାଁରେ ଗୋଟେ ପିଲାକୁ ଭଲ ପାଉଥିଲା ଆମ ଘର ତରଫରୁ 2 ଲକ୍ଷ ଟଙ୍କା ଯୌତୁକ ନଥିଲେ ସେ ବାହା ହବନି ଘରେ ବାପା କହିବା କଥା ମୁଁ ଗୋଟେ ଗ୍ରାଜୁଏଟ ବହୁ ଗୋଟେ ଗ୍ରାଜୁଏଟ ଆମେ ଯୋଉ ଚାହିଁଲେ 3 ଲକ୍ଷ ଟଙ୍କା ଯୋଗାଡ଼ କରି ଭଉଣୀ ବାହାଘର କରିପାରିବନି ସାର୍ ଆପଣ ତ ଜାଣିଛନ୍ତି ମୁଁ ଗୋଟେ ଗ୍ରାଜୁଏଟ ହେଲେ କିଏ ବା ଚାକିରି କରିଛି ଆଉ କେତେ ଟଙ୍କା ମୋ ଦରମା ପାଉଛି ସାର୍ ଆପଣ ଚାହିଁଲେ ମୁଁ ଆଉ ମୋ ପରିବାରଟା ବଞ୍ଚିଯିବେ ସାର୍ ପ୍ଲିଜ ସାର୍ ଆପଣ ମତେ ବଞ୍ଚେଇ ଦିଅନ୍ତୁ ସାର୍ ତାହା ନହେଲେ ମୋ ପରିବାରଟା ଭାସିଯିବ ସାର୍ ମୋ ପରିବାରଟା ଭାସିଯିବ ଇଏ ମାନସ ବାବୁ ମୁଁ ତମକୁ ବଞ୍ଚେଇ ଦେବି ଯେ ହେଲେ ତମକୁ ଗୋଟେ କାମ ଏଇଟା କେବେ ସମ୍ଭବ ନୁହେଁ ସାର୍ କେଉଁ ପାଇଁ ହେ ମୋ ଭଉଣୀ କଣ ହେଇଛି ତମ ଭଉଣୀର ମୋ ଭଉଣୀ କୁହ ହେ ମୋ ଭଉଣୀ ସେ ପିଲାର ମା ହବାକୁ అయ్యో అమ్మా କେତେ କଥା କଲେ ଚଣ୍ଡାଳ ବୁଝିଲ ମାନସ ବାବୁ ଏ ତମ ଭଉଣୀ କି ଯେ ପିଲାଟା ଲଭ କରୁନି କି ସେ ବଡ ଚାଲାକ ଅଛି ଏକା ଫସାଇ ଦେଇଛି ଛାଡ ସେ କଥା ହେଲେ ତମେ କହିବାର ମୁଁ ତମକୁ 3 ଲକ୍ଷ ଟଙ୍କା ସାହାଯ୍ୟ କରିବି ହଁ ଆଜ୍ଞା ଆଜ୍ଞା ଆପଣଙ୍କୁ କଥା ଦଉଛି ଆପଣଙ୍କର ଟଙ୍କା ମୁଁ ନିଶ୍ଚୟ ସୁଝି ଦେବି ଆପଣଙ୍କ ସହିତ ମୁଁ କେବେ ବେଇମାନି କରିବିନି ଆଜ୍ଞା କେବେ ବେଇମାନି କରିବିନି ମାନସ ବାବୁ ତମ କଥାଟା ମୁଁ ବୁଝୁଛି ଏକା ଯେ ହେଲେ ତମେ ତ ଜାଣିଛ ମୁଁ ଏବେ ନୂଆ ନୂଆ ଫାର୍ମ ହାଉସର ଦାୟିତ୍ୱ ନେଇଛି ମୁଁ ତମକୁ କଣଟା ସାହାଯ୍ୟ କରିବି ସେଇଟା ଟିକେ ମାଇଣ୍ଡ କରି କହିବି ଏକା ସାର୍ ଆରେ ମାନସ ବାବୁ ତମେ ଏଠି କେତେବେଳେ ଆସିଲ ଜଷ୍ଟ ଆସିଲି ଆରେ ମାନସ ବାବୁ ବଡ ଦୁଃଖରେ ପଡିছে ତାଙ୍କ ଦୁଃଖରେ ବୁଝନ୍ତୁ ସାର୍ ମକରା ସାର୍ ମାନସ ବାବୁ କହୁଥିଲେ ତାଙ୍କ ଭଉଣୀର ମୁଁ କଣ ଅଭିଲାଷ କରିବି ଛାଡେ ସେ କଥା ଆମେ ପରେ ବୁଝିବା ବୁଝିଲୁ ମକରା ଆରେ ମୋର 3 ଦିନ ପାଇଁ ହାଇଦ୍ରାବାଦ ଯିବାର ଅଛି କହିଲ ମାନସ ବାବୁ ସାର୍ ତମେ ଗୋଟେ କାମ କରିବ ହଁ ସାର୍ ମୋ ପାଇଁ ଗୋଟେ ଏସି ଟିକେଟ ରିଜର୍ଭେସନ କରିଦବ ଆଉ ଟଙ୍କାଟା ମୋ କ୍ୟାସେଲ ପାଖକୁ ନେଇଯିବ ସାର୍ ଜୟ ସାର୍ ଆସୁ ସାର୍
नमस्कार नमस्कारम मथुरा थाना बाबुरे कौन कौन रे ସେ ଥାନା ଅଫିସରଟା ଆମ ନୂଆ ଫାର୍ମହାଉସକୁ ଆସିବା ପାଇଁ ପୁରା ଗୋଡ଼ ଟେକି ରହିଛି। ଏ 3 ଦିନ ତଳେ ସେ ଅଫିସରଟା ଏ ଫାର୍ମ ହାଉସକୁ ଆସିଥିଲା। ମୁଁ ବୁଝିପାରୁନି ଆମ ଫାର୍ମ ହାଉସରେ କଣ ଗୋଟେ ଆଟ୍ରାକ୍ସନ ଅଛି ରେ ଯୋଉଟା ସେ ବାରମ୍ବାର ଶବ୍ଦ ହଉଛି। ଫାର୍ମ ହାଉସରେ ଆଟ୍ରାକ୍ସନ କଣ ପାଇଁ ମୁଁ ଭାବୁଛି ସାର୍ ଆପଣଙ୍କ ଫାର୍ମ ହାଉସରେ ମୋ ସ୍ୱାମୀ ଚାକିରି କରିଛନ୍ତି ବୋଲି ଆମର କଣ ମାନ ସମ୍ମାନ ନାହିଁ? ସେ ପୋଲିସ ଅଫିସରଟା ମୋତେ କହୁଛି ବାଜେ କାମ କରିବା ପାଇଁ ଆପଣ ତାକୁ ପରମିଶନ ଦେଇଛନ୍ତି। ଆରେ ମକୁରା ସାର୍ ଇଏ ହଉଛନ୍ତି ଆମ ଫାର୍ମ ହାଉସର କେୟାରଟେକର ମାନସ ବୋରେର ମିସେସ୍ ରେ ହଁ ସାର୍ ଯିବା ବୁଝିପାରୁନି କି ରେ ତୁ ମୁଁ ତା ସହିତ କଥା ବି ତୁ ବାହାରୁ ଯା ରେ ଆସ ଏଠି ଯିବା। ଯା ରେ ବୁଝିପାରୁନି କି ରେ ଆରେ ଛୁଆଟା ଡରିବ। ଯା ଯାଉଛି ସାର୍। ସାର୍ ମୋର ରୁମ୍ ଭିତରେ ପଶି ଯୋଉ ସବ୍ ଇନ୍ସପେକ୍ଟର ଯୋଉ ମେହତା ତା ସହିତ ଯୋଉ ପରିଚୟ କରେଇ ଦେଇଥିଲେ ସାର୍ ସେ ହଠାତ୍ ମୋ ରୁମ୍ ଭିତରେ ପଶି ମୋତେ ଟଣାଘୁଚରା କରୁଛନ୍ତି। ये सब इंस्पेक्टर जमय तो अधिकारिता कुआडे गला बे सोळा नमस्कार सर तमें भी एटिके आसी शरण पशिगल भल होला ए इंस्पेक्टर अयो तमे जने पुलिस कर्मचारी हां तुम पाखरे एति कांटी चलो नाही से कथा मु केबे भी आशा करनथि ये सब परे मानुष कोइले जोउची एवं फार मात्र तने एम्प्लॉय ताको मिसेस को सुरक्षा देबा कर्तव्य होची हमर तमे से न करी छी ସାର୍ ଏଇଟାକୁ ଏଇଟା ଅଟକେଇ ରଖନ୍ତୁ। ଦରକାର ପଡ଼ିଲେ ମୁଁ ଡିଏସ୍ପି ପାଖକୁ ଯିବି, ଆଇପିଏସ୍ ପାଖକୁ ଯିବି, ଆଉ ଅବସର ପଡ଼ିଲେ ମୁଁ ଆଇଜିଙ୍କ ପାଖକୁ ଯିବି। ଯାହାକୁ ଗୋଟେ ମୁଁ ଲେସନ ଦେବି ଲେସନ, ଆଉ ଦରକାର ପଡ଼ିଲେ ମୁଁ ଚାକିରିରୁ ये माइक लेटा क्यों कोइला सुनि पालो कि तम विरुद्धरे गोटे स्टेप नबो तापरे तम सिचुएशन ता क्यों हबो तम निजे चिंता कर परछो कि सर आपण मते कहिदिले ना मु केता कहतिली मु कहतिली जियो पिला को तळे गुस्सा करबा के मु कहतिली ये जे या सुंदर झियो बारे को देखिले जदी करबो ना ये के कोना गुस्सा करे ता मन टिके दुख होबनी कि ସାର୍ ଆପଣ ଏ କଣ କରୁଛନ୍ତି? ଏତିକି ବୁଝି ପାରୁନ ଏ ଖୋଜା ନାଇଁ ରୁ ଆଉ ତମେ ସୁଖେରେ ଖୋଜେ ତମେ ନିଜର अयो हमने कते नहीं गुटे फिट करिलो ये एका का फिट खाइयो तो भलो लागेनी तो आ मिस्टी के खाइले बढ़िया लागो ଏତେ ଜୋରି ପାଟି କଥା ଓ ସମିଲେ ମୁଁ ଆମେ ଆମେ ଆରୁ ପଛେଇ ଦେଇଛୁ आओ तपरे तमे कहबो आज्ञा मु तुम कष्ट दउची मु तुमको हाथ दउची आज्ञा हेले मत छाड़ी दियो एमिति रखी याकू एमिति छाड़ी देबाटा कोन ଜମାଉନି ମଣିଷ ମ୍ୟାଡ଼ାମ ସେଟା କଣ ସତ କଥାଟା ଆମେ ତମକୁ ଜମା କରିବୁ आओ लोक कथा होची ये मन समय रे गेट भी आसबा गुरु हमें तोते
ଆରେ କରେଣ୍ଟଟା ଫେଲ୍ କରିଛି ଏଟା ତମେ ଗୋଟେ ମହମବତୀ ବି ଲଗେଇନ ହାଁ ଆରେ ଏଠି ବସିଛ ତ ମୁଁ ଏତେ ଡାକୁଛି ଜବାବ ଦଉନ ଆରେ କଣ ହେଇଛି ଘର କଥା ମନେ ପଡୁଛି ନା ଅନ୍ଧାରେ ଡରିଗଲ ନା କଣ ଆରେ କଣ ହେଇଛି ମତେ କୁହ ଆରେ କଣ ହେଇଛି ମତେ କୁହ ମୋତେ ଦେଖି କଣ କିଛି ବୁଝି ପାରୁନା ଆରେ ବାବା ବିଶ୍ୱାସ କର ମୁଁ କିଛି ବୁଝିପାରୁନି ସେଇଠି ପଦିଆ ନାଇଡୁ ଆଉ ସେ ସୁମେଶ ଅଧିକାରୀ ମୋତେ ଜୋର କରେ लोग सब हमको देख के भगवा कौन है भागो तो ମୁଁ ତତେ ଛାଡ଼ିଦେବି हाँ सुन रे ये केस रे मैं एक नहीं बे ये इंस्पेक्टर रमेश अधिकारी भी अच्छी रे तारो आईन रो क्षमता मोर अवसर पर तेणु तू निज के बुझे दे ଏମିତି ଭଲ ଦେଇ ମୋ ପାଟିଟାକୁ ତୁ ବନ୍ଦ କରିପାରିବୁନି हाँ कौन रे आज तो जितने ही से पार्टी को रे ଏ ପଦିଆ ନାଇଡୁ କଣ ଭାବୁଛୁ ଆମ ଦି ଜଣକୁ ଧମକ ଆମ ମୁହଁକୁ ବନ୍ଦ କରିବାକୁ हाँ तो चुप है मैं तो सत्रे कोता हूँ नो तो वही का मानस बोले सत्रे कोता हूँ अयो मानस बाबू हमें मानु तो बोले भूल ही गई आ भूल तो नो ये संगति का भूल ये मनुष्य जीवन ମୁଁ କଣ କହୁଛି ଶୁଣ ହେ ଆମେ ଯୋଉ ତମର କ୍ଷତି କରୁଛୁ ସେଇ କ୍ଷତି ପୂରଣ ବାବଦକୁ ଆମେ ତମକୁ କମ୍ପନସେସନ ଦବୁ ହେ ରୁହ ହେ ମୁଖରା ଏ ମୁଖରା ଏବେ ଟିକେ ଶୀଘ୍ର ଆସିବେ ସେ ଆର୍ଟିଷ୍ଟକୁ ମାନେ ଦେଖୁଛେ खोलिकी देखो हे तुम भौन रो मैरिज पई से 3 लाख टका अछि ना नहीं तछड़ा मु तो तुमको आगुन कहिछि तुमे बड़ बुद्धिमान पिला ले से टंकाटा तुम भौन मैरिज को केता आवश्यक पाबो से तुम निजे चिंता कर करथु ए पदिया नाइडू तू कଣ ଭାବୁଛୁ ଏ ଟଙ୍କା ଲୁଭ ଦେଖି ତୁ ଆମ ଦି ଜଣ ମୁହଁକୁ ବନ୍ଦ କରିଦେବୁ ତୁ କେବେ ବି ପାରିବୁନି ମୋର ଇଜ୍ଜତ ଭିତରେ ତୁ କେବେ ବି କିଣି ପାରିବୁ तो भोईटा को 3 लाख टका देछि लो जाय कोता होतार अछि तो भोईटा दिले कोथा आले ये पद्य लाइन दिले नो नो हां ओ सोच से जाती भोट रे लेकिन हम सारा आरामी किया बोल में आ गया इसलिए लोग सब हमको देख ପଦିଆ ନାଇଡୁ ପଳେଇ ଯାଉଛି ତମେ ତ କଟ ଆରେ ବୁଝାଇ ଦିଅ ତାକୁ ଯେ ଟଙ୍କା ଦେଇ ଦୁନିଆର ସବୁ କିଛି କିଣା ଯାଇ ପାରେ ନା ଆରେ ହଟାଅ ତାକୁ ଆରେ ତମେ ଚୁପ ହେଇ ଛିଡ଼ା ହେଇଛ କାହିଁକି ତମେ ତ ହଟାଅ ତାକୁ ଆରେ ହଟାଅ हमको चुप କରିବାକୁ ହବ ଏତେ ଆମକୁ ଚୁପ ରହିବାକୁ ହବ ତା ମାନେ ତମେ 3 ଲକ୍ଷ ଟଙ୍କା ଲୁଭରେ ତମେ ମୋ ସ୍ୱାମୀ ଏ କଥା କହିପାରୁଛ କେମିତି ହଁ ଆମକୁ ଚୁପ ରହିବାକୁ ହବ ତମେ ମଣିଷ ନା ପଶୁ ତମେ ଏମିତି କଥା କହିପାରୁଛ
ଆଗରୁ ମୁଁ ଗୋଟେ ବାପର ପୁଅ, ଗୋଟେ ମାର ପୁଅ, ଗୋଟେ ଭଉଣୀର ଭାଇ, ଗୋଟେ ପରିବାର ମୋ ଉପରେ ନିର୍ଭର କରୁଛନ୍ତି। ଆମର ପରିବାରର 8 ଜଣ ସଦସ୍ୟ ମୋ ବେକର ମାଲିକ ଅଛନ୍ତି। ଆରେ ତମେ ତ ସବୁ ଜାଣିଛ, ଆଗକୁ ମୋ ଭଉଣୀ ବାହାଘର ପାଇଁ 3 ଲକ୍ଷ ଟଙ୍କା ଦରକାର। 3 ଲକ୍ଷ ରାସ୍ତାରେ ମୁଣ୍ଡ ଟେକି ବାଟ ଚାଲି ପାରିବେନି। ଆରେ ତମେ କୁହଟି ଏ ପରିସ୍ଥିତିରେ ମୋର କଣ କରିବା ଉଚିତ ଆଉ କଣ କରିବା ଅନୁଚିତ? ଆରେ ତମେ କୁହ, ତମେ କୁହ। ତାମାନେ ତମେ 3 ଲକ୍ଷ ଟଙ୍କା ଲୋଭରେ ତମେ ତମ ସ୍ତ୍ରୀର ଇଜ୍ଜତକୁ ବିକ୍ରି କରିଦେବ। ଆଉ ଇଜ୍ଜତ ବିକ୍ରି କରିଲେ କଥାରେ ତମେ ତମ ଭଉଣୀର ବାହାଘର କରିବ। ଏସବୁ ତମେ କରିପାରିଲ? ଏମିତି କହିବତେ ବିବ୍ରତ କରେଇଛନ୍ତି। ଆରେ ବାପାରେ ଦେଖ ପେଟଟା ପଡି ଯାଉଛି। ଭଉଣୀଟା ମୋର ଦର ଭଳି ହବାକୁ ଯାଉଛି। ଆରେ ସେଠି ଅର୍ଥ କଣ ହେଇପାରେ? ଆଜିର ସମାଜ ବିଜ୍ଞାନୀଙ୍କ ଚକ୍ଷୁରେ ଇଜ୍ଜତ ଅର୍ଥ ବଦଳି ଯାଇଛି। ତାର ସେତେ ଇଜ୍ଜତ। ଆରେ ମୁଁ କଣ କହୁଛି ଥରେ ବୁଝିବାକୁ ଚେଷ୍ଟା କରେଇଛି। ଏଠି ତମକୁ ନେଇ ଯାହା ସବୁ ଘଟିଗଲା, ମୁଁ ଯଦି ତମ ସ୍ୱାମୀ ଭାଇ ଏକଥା କମ୍ପ୍ରମାଇଜ କରିପାରୁଛି, ତମେ ମୋ ସ୍ତ୍ରୀ ଭାଇ ଏକଥା କମ୍ପ୍ରମାଇଜ କଣ ପାଇଁ କରିପାରୁନ? ଆରେ କଣ ପାଇଁ କରିପାରୁନ? କଣ ପାଇଁ? ମୁଁ ତମକୁ ଭଲ ପାଇ ବାହା ହେଇଥିଲି। ମୋ ବାପାଙ୍କର ସବୁ ସମ୍ପତ୍ତି କରୁଛ। ମୋ ଇଜ୍ଜତ ବିନା ଟଙ୍କାରେ ତମେ ତମ ଭଉଣୀର ବାହାଘର କରିବ। ତମର ଯୋଉ ପୁରୁଷ ଭଳିଆ ଶବ୍ଦଟା କଣ ତମ ପାଖରେ ଟିକିଏ ବି ନାହିଁ? ପୁରୁଷ ବଣିଆ ପୁରୁଷ ବଣିଆ ମୋ ପରିବାରର ଅଭାବ ପାଇଁ, ମୋ ପରିବାରର ଆବଶ୍ୟକତା ପାଇଁ ମୋ ପୁରୁଷ ପଡ଼ିଆକୁ ମୁଁ ବନ୍ଧା ପକେଇଦେଲି। ଆରେ ମୋ କଳକି ଜାଣିଛ, ସେମାନେ ମୋ ଛାତିରେ ସେମାନେ ରକ୍ତକୁ ସହଜ କରୁନି। କାହିଁକି ପାରୁନି ଜାଣିଛ? କାହିଁକି ପାରୁନ ତମେ? ଆରେ 3 ଲକ୍ଷ ଟଙ୍କା ପୁରା ମୋର ହାତ ଛଡ଼ା ହେଇଯିବ। ମୋ ଭଉଣୀଟାର ବାହାଘର ହେଇପାରିବନି। ମୋ ବାପା ଭଉଣୀଟା କାନ୍ଦିବେ। ପଇସାର ସବୁ ଆବଶ୍ୟକତା ମୋ ମୁହଁଟାକୁ ବନ୍ଦ କରିଦେଇଛି। ନା ମୁଁ କିଛି କହିପାରୁଛି, ନା ମୁଁ କିଛି କହିପାରୁଛି, କିଛି କରିପାରୁନି, ମୁଁ କିଛି କରିପାରୁନି। ତମର ଯଦି ଟଙ୍କାର ଏତେ ଆବଶ୍ୟକ, ଟଙ୍କା ଆଣିଲେ ବୋଧେ ତମର କିଛି ଆପତ୍ତି ନାହିଁ। ଠିକ କହିଲ। ହଁ କି ନା ମୁଁ କହିପାରିବିନି, ତଥାପି ମୁଁ ଭାବୁଛି ମୋ ପରି ଗୋଟେ କ୍ଲିପ ପ୍ରାୟତଃ ଆପତ୍ତି କରିବନି, ପ୍ରାୟତଃ ଆପତ୍ତି କରିବନି। ଆରେ ଏଠି ବେଶ୍ୟାବୃତ୍ତି କିଏ ନ କରୁଛି? ଆଜିର ସମାଜରେ ବେଶୀ ବେଶ୍ୟାବୃତ୍ତି ଚାଲିଛି। ନିଜର ସ୍ତ୍ରୀ ଝିଅ ବୋହୂ ମାନଙ୍କୁ ଭେଟି ଦଉଛନ୍ତି ଦଳର ହାଇକମାଣ୍ଡ ମାନଙ୍କୁ। ଭବିଷ୍ୟତରେ ଏମଏଲଏ ମାନେ ମନ୍ତ୍ରୀ ଆଶାରେ ନିଜର ସ୍ତ୍ରୀ ଝିଅ ମାନଙ୍କୁ ଭେଟି ଦଉଛନ୍ତି, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମାନଙ୍କୁ। ଆଉ ସମାଜର ବ୍ୟୁରୋକ୍ରାଟ ଅଫିସର ମାନେ ନିଜର ପ୍ରମୋସନ ପାଇବା ଆଶାରେ ନିଜର ସ୍ତ୍ରୀ ମାନଙ୍କୁ ନେତାମାନଙ୍କ ନାଁରେ ବିକ୍ରି କରିବାକୁ ପଠେଇ ଦଉଛନ୍ତି। ମୁଁ କଣ କହୁଛି ଥରେ ବୁଝିବାକୁ ଚେଷ୍ଟା କର। ଆମେ 2 ଜଣ ଚୁପ ନ ରହିଲେ ମୋ ଭଉଣୀଟାର ବାହାଘର ସେଇଥିପାଇଁ ମୋ ପୁରୁଷ ମୁଁ ଛପର ମାରି ଶୋଇଯାଉଛି। ଆଉ ମୋ ନିଜ ହାତରେ ମୋ ତଣ୍ଟି ଚିପି ମାରି ଦଉଛି। ଆମ ପରିବାର ବାବଦରେ କହିଦଉଛି ଏଇଥିପାଇଁ ଏକ ସ୍ୱାମୀ ମାନ କିଛି ଲୁଚି ଯା ଲୁଚି ଯା ଲୁଚି ଯା। ତମେ କୁଆଡେ ଯାଉଛ?